ଟର୍ନେଲ ଭିତରେ ପଶି ଅଦୃଶ୍ୟ ହୋଇଗଲା ଟ୍ରେନ୍। ଜାଣନ୍ତୁ 104 ଯାତ୍ରୀଙ୍କ ସହ କ'ଣ ହେଲା? ଦୁନିଆର ସବୁଠାରୁ ବଡ଼ ରହସ୍ୟମୟ ସ୍ଥାନ ଏହା ସାମୁଦ୍ରିକ ସ୍ଥଳ ଭାବେ ବରମୁଣ୍ଡା ଟ୍ରାଙ୍ଗେଲ୍ ସର୍ବଶେଷରେ ରହିଛି। ଏହି ଉପରେ ଦେଇ ଉଡ଼ୁଥିବା କିଛି ଯାତ୍ରୀବାହୀ ବିମାନ ନିଖୋଜ ଘଟଣା ସମଗ୍ର ବିଶ୍ୱରେ ଆଲୋଚନା ହୋଇଥିଲା। କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଟ୍ରେନ୍ ବିଷୟରେ କହିବାକୁ ଯାଉଛୁ, ଯେଉଁଥିରେ ରହସ୍ୟମୟ ଭାବରେ 104 ଯାତ୍ରୀଙ୍କୁ ମଧ୍ୟରେ 102 ଜଣ ଅଦୃଶ୍ୟ ହୋଇଯାଇଥିଲେ। ତେବେ ଟ୍ରେନ୍ରୁ କୌଣସି ମତେ ଖସି ପଡ଼ିଥିବା 2 ଜଣ ଯାତ୍ରୀ ବଞ୍ଚିବା ଆଜି ରହସ୍ୟମୟ ହୋଇ ରହିଯାଇଛି। 1911 ମସିହାରେ ଇଟାଲୀର ରାଜଧାନୀ ରୋମ୍ରେ ଏକ ଷ୍ଟେସନରୁ ବାହାରିଲା ଜେନ୍-ଟି ନାମକ ଟ୍ରେନ୍ ଏପରି ଭାବରେ ଅଦୃଶ୍ୟ ହୋଇଛି ଯେ 100 ଅଧିକ ସମୟ ଧରି ଖୋଜାଖୋଜି କରାଯାଇଥିଲେ ସୁଦ୍ଧା କୌଣସି ପତ୍ତା ମିଳିପାରି ନାହିଁ। ତେବେ ଏହି ଟ୍ରେନ୍ରେ ଯାତ୍ରା କରୁଥିବା 2 ଜଣ ବୟାନକୁ ନେଇ ଯାତ୍ରୀମାନେ ଅନେକ ଅନୁସନ୍ଧାନ କରିଥିଲେ ସୁଦ୍ଧା ରହସ୍ୟମୟ ଉନ୍ମୋଚନ କରିବା ସଫଳ ହୋଇପାରି ନଥିଲା। 2 ଯାତ୍ରୀଙ୍କ ମଧ୍ୟରୁ ଜଣେ କହିଥିଲେ ଯେ ଟ୍ରେନ୍ଟି ଟନେଲ ମଧ୍ୟରେ ଦେଇ ପରବର୍ତ୍ତୀ ଷ୍ଟେସନରେ ପହଞ୍ଚିବାକୁ ଥିଲେ, କିନ୍ତୁ ଟ୍ରେନ୍ଟି ଟନେଲ ପ୍ରବେଶ କରିବା ମାତ୍ରେ ଅଦୃଶ୍ୟ ହୋଇଯାଇଥିଲା। ରହସ୍ୟମୟ ଭାବରେ ଟ୍ରେନ୍ ନିଖୋଜ ହେବା ପରେ ଟ୍ରେନ୍ରେ ଯାତ୍ରା କରୁଥିବା 2 ଜଣ ଯାତ୍ରୀ ଟନେଲ ବାହାରେ ପଡ଼ିଥିବାର ଦେଖିବାକୁ ମିଳିଥିଲା। ଜଣେ ଯାତ୍ରୀ ଏତେ ବ୍ୟସ୍ତ ବିବ୍ରତ ହୋଇଯାଇଥିଲେ ଯେ ସେ କିଛି କହିପାରୁ ନଥିଲେ, କିନ୍ତୁ ଅନ୍ୟ ଜଣେ ଯାତ୍ରୀ କହିଥିଲେ ଯେ ଯେତେବେଳେ ଟ୍ରେନ୍ ଟନେଲ ଭିତରେ ପହଞ୍ଚିବା ବେଳକୁ ଅନେକ ଧୂଆଁ ବାହାରିବାକୁ ଲାଗିଲା। ଏହାପରେ ଉଭୟ ଯାତ୍ରୀ ଭୟଭୀତ ହୋଇ ଟ୍ରେନ୍ରୁ ଡେଇଁ ପଡ଼ିଥିଲେ। ସେମାନଙ୍କ ଦେଖିଲେ ଯେ ଟ୍ରେନ୍ ଟନେଲ ଭିତରକୁ ଗଲା ଏବଂ କିନ୍ତୁ ଆଉ ବାହାରକୁ ଆସିଲା ନାହିଁ। 1911ରେ ଜେନ୍-ଟି ରେଳ କମ୍ପାନୀ ଏହି ଟ୍ରେନ୍ ନିର୍ମାଣ କରିଥିଲେ। ଏହାର କୋଚ୍ ଆରମ୍ଭ କରି ଇଞ୍ଜିନ୍ ପର୍ଯ୍ୟନ୍ତ ସବୁଠାରୁ ନୂଆ ଥିଲା। କମ୍ପାନୀ ଏକ ପରୀକ୍ଷା ଭାବରେ ମାଗଣାରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ଆମନ୍ତ୍ରଣ କରିଥିଲେ। ଏହି ଟ୍ରେନ୍ରେ ରେଳ କର୍ମଚାରୀ ସମେତ ମୋଟ 104 ଲୋକ ଥିଲେ। କିନ୍ତୁ ଯେତେବେଳେ ଏହି ଟ୍ରେନ୍ ଏକ ଟନେଲ ଭିତରେ ପ୍ରବେଶ କରିଥିଲା, କିଛି ସମୟ ଟନେଲ ଭିତରେ କୌଣସି ସ୍ଥାନରେ ଅଦୃଶ୍ୟ ହୋଇଗଲା। ଏହାପରେ ଷ୍ଟେସନରୁ ଯାତ୍ରୀମାନେ ଉତ୍ସାହର ସହିତ ଏହି ନବନିର୍ମିତ ଟ୍ରେନ୍ରେ ମାଗଣାରେ ଯାତ୍ରା କରିବାକୁ ଉତ୍ସାହର ସହ ଅପେକ୍ଷା କରି ରହିଥିଲେ, କିନ୍ତୁ ଟ୍ରେନ୍ ସେଠାରେ ପହଞ୍ଚି ନଥିଲା। ଏଭଳି ଏକ ଘଟଣା ପରେ ଟ୍ରେନ୍ ସମ୍ବନ୍ଧରେ ଅନେକ ପ୍ରକାରର ଗୁଜବ ସାରା ବିଶ୍ୱରେ ବ୍ୟାପି ଯାଇଥିଲା। କିଛି ଲୋକ ଆଲୋଚନା କଲେ ଯେ ଏହି ଟ୍ରେନ୍ ଟାଇମ୍ ଟ୍ରାଭେଲ୍ କରି ଅନ୍ୟ ଏକ ଦୁନିଆରେ ପହଞ୍ଚି ଯାଇଛି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ବୈଜ୍ଞାନିକମାନେ ନିଖୋଜ ଟ୍ରେନ୍ ବିଷୟରେ କୌଣସି ସୂଚନା ପାଇ ନାହାନ୍ତି। ଏଥିସହିତ କିଛି ବର୍ଷ ପରେ ଅନେକ ଲୋକ ଦାବି କରିଥିଲେ ଯେ ଏହି ଟ୍ରେନ୍ କିଛି ଅଂଶ ରୁଷ, ୟୁକ୍ରେନ୍ ଏବଂ ଜର୍ମାନୀରେ ମିଳିଥିଲା। ତେବେ ଏହି ଦାବି ନେଇ କୌଣସି ଠୋସ୍ ପ୍ରମାଣ ନାହିଁ। ଆଉ କେତେକ ତତ୍କାଳୀନ ରିପୋର୍ଟ ମୁତାବକ ଏହି ଟ୍ରେନ୍ର ଅଂଶ ବିଶେଷ ମେକ୍ସିକୋରେ ମିଳିଥିଲା ବୋଲି ଦାବି କରିଥିଲେ। ତେବେ କୌଣସି ଦାବି ନେଇ କିଛି ପ୍ରମାଣ ମିଳିପାରି ନଥିଲା। କିଛି ବୁଦ୍ଧିଜୀବୀ ଆଲୋଚନା କରିଥିଲେ ଯେ ଏହି ଟ୍ରେନ୍ ଟାଇମ୍ ଟ୍ରାଭେଲ୍ ମାଧ୍ୟମରେ 71 ବର୍ଷ ସମୟ ପଛକୁ ଚାଲିଯାଇଥିଲା। କିଛି ରିପୋର୍ଟରେ କୁହାଯାଉଛି ଯେ ଟନେଲରେ ଅଦୃଶ୍ୟ ହୋଇ ଟ୍ରେନ୍ 1840 ମସିହାରେ ମେକ୍ସିକୋରେ ପହଞ୍ଚିଥିଲା। ଏହି କାରଣରୁ ଲୋକେ ମଧ୍ୟ ଏହି ଟ୍ରେନ୍କୁ ଘୋଷ୍ଟ ଟ୍ରେନ୍ କହିବା ଆରମ୍ଭ କରିଥିଲେ। ମେକ୍ସିକୋରେ ଜଣେ ଡାକ୍ତର ଦାବି କରିଥିଲେ ଯେ 104 ଜଣ ଯାତ୍ରୀଙ୍କୁ ରହସ୍ୟମୟ ଭାବେ ତାଙ୍କ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ସମସ୍ତେ ପାଗଳ ହୋଇଯାଇଥିଲେ। ମହିଳା ଡାକ୍ତରଙ୍କ କହିବା ଅନୁସାରେ ସମସ୍ତ ଯାତ୍ରୀ ଟ୍ରେନ୍ ଯୋଗେ ଡାକ୍ତରଖାନାରେ ପହଞ୍ଚିଥିଲେ। ସେପଟେ ଯେଉଁ 2 ଜଣ ଟ୍ରେନ୍ ଯାତ୍ରୀ ଟ୍ରେନ୍ରୁ ଖସି ପଡ଼ିଥିଲେ, ସେମାନେ କିଭଳି ବର୍ତ୍ତିଗଲେ ତାହାକୁ ନେଇ କୌଣସି ସ୍ପଷ୍ଟ ସୂଚନା ଦେଇପାରିଲେ ନାହିଁ। ସେମାନେ କହିଥିଲେ ଯେ ଟ୍ରେନ୍ ଭିତରେ ଅଚାନକ ଘନ ଭରିବା ଆରମ୍ଭ
ହୋଇଯାଇଥିଲା। ଏହାପରେ ଟ୍ରେନ୍ ଟନେଲ ଭିତରେ ବନ୍ଦ ହୋଇଯାଇଥିଲା। ଏହା ଆଶ୍ଚର୍ଯ୍ୟଜନକ ଘଟଣା ପରେ ଟ୍ରେନ୍ ଅଦୃଶ୍ୟ ହୋଇଗଲା। ଅନେକ ଲୋକଙ୍କ କହିବା ଅନୁସାରେ ଟ୍ରେନ୍କୁ କିଛି ଅଲୌକିକ ଶକ୍ତି ଦ୍ୱାରା ଅପହରଣ କରି ନିଆଯାଇଥିଲା। ଟାଇମ୍ ଟ୍ରାଭେଲ୍ ମାଧ୍ୟମରେ ସେମାନେ ଅତୀତକୁ ଚାଲିଯାଇଥିଲେ। ଏହି ଘଟଣା ପରେ ଅନେକ ରିପୋର୍ଟ ସାମ୍ନାକୁ ଆସିଲା। ଏହାରି ମଧ୍ୟରେ ଗୋଟିଏ ରିପୋର୍ଟରେ କୁହାଯାଇଥିଲା ଯେ ଜେନ୍ ଟି ଟ୍ରେନ୍ 1840 ମସିହାରେ ଟ୍ରେନ୍ ମେକ୍ସିକୋରେ ପହଞ୍ଚି